ସମ୍ବର ଦଶମୀର ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ। ନମସ୍କାର ସାଙ୍ଗମାନେ, ବୁଲ୍ଟିସ୍ କିଚେନ୍କୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆଜିର ସମ୍ବର ଦଶମୀରେ ସମସ୍ତେ ମାନେ ନିଜ ନିଜ ଘରେ ଘୁଡ଼ଘୁଡ଼ା ତରକାରୀ ତ କରିଥିବେ। ତାହାର ପ୍ରଣାଳୀ ମୁଁ କେମିତି ଆମେ ଇଜି ପ୍ରୋସେସ୍ରେ ବହୁତ ସହଜ ଉପାୟରେ କେମିତି ବନେଇ ପାରିବା। ସୂର୍ଯ୍ୟଙ୍କର ପୂଜା ଅଛି, ଘୁଡ଼ଘୁଡ଼ା ତରକାରୀ ହେଉଛି ତାଙ୍କର ବହୁତ ପ୍ରିୟ। ସେଇଟା ତ ସମସ୍ତଙ୍କର ଘରେ ଘରେ ବନାଇଥାଏ। ଆଜି ମୋର ବନେଇବା ପ୍ରୋସେସ୍ଟି ଆପଣମାନଙ୍କ ସହିତ ସେୟାର କରିବି। ତାହେଲେ ଚାଲନ୍ତୁ ଡେରି ନ କରିକିରି ଆଜିର ରେସିପି ଷ୍ଟାର୍ଟ କରିବା। ତା ପାଇଁ ମୁଁ ଏଠି 5 ପ୍ରକାର ଡାଲି ନେଇଥିଲି। ସେଥିରେ କାବୁଲି ଚଣା, ଛୋଟ ସୋଲା, ଗୋଟା ମୁଗ, ମଟର ଆଉ ବୁଟ ଡାଲି କିଛି ନେଇଥିଲି। 4ରୁ 5 ଘଣ୍ଟା ତାକୁ ବତୁରେଇ ନେଇଥିଲି। ଏଇଠି ଦେଖନ୍ତୁ ଗୋଟେ ଡେକ୍ଚିରେ ମୁଁ ପାଣି ପକେଇକିରି ତାକୁ ସିଝେଇ ନେବା। ଏଥିରେ ଅଳ୍ପ ଲୁଣ ପକେଇ ନେଉଛି ସ୍ୱାଦ ଅନୁସାରେ। ତାପରେ ଗୋଲମରିଚ ଗୁଣ୍ଡ ପକେଇବି। ମନେ ରଖିଥିବେ, ସାମ୍ବର ଦଶମୀରେ ଆପଣମାନେ ଜାଣିଥିବେ ହଳଦୀ, ଲଙ୍କାଗୁଣ୍ଡ, ମସଲା ଗୁଣ୍ଡ, ପିଆଜ ରସୁଣ କିଛି ବି ପଡ଼େନି। ଏଇଠି ଦେଖନ୍ତୁ ମୁଁ ପରିବା ଗୁଡ଼ିକୁ ଛୋଟ ଛୋଟ କରି କାଟି ନେଇଛି। ପରିବାରେ ଛୋଟ ଛୋଟ କଟା ହେଇଥିବା ଗାଜର, କଖାରୁ, ମୂଳା ଆଉ ବିନ୍ସକୁ ଛୋଟ ଛୋଟ କରି କାଟିକିରି ମୁଁ ଭଲସେ ଧୋଇ ନେଇଥିଲି। ତାପରେ ଆମେ ଏଠି ପରିବା ଗୁଡ଼ିକ ଯେତେବେଳେ ଭଲସେ ସିଝିଯିବ, ତାପରେ ଆମେ ଏଠି ଫୁଟଣ ଦେବା। ଏଇଠି ମୁଁ ପ୍ରଥମେ ଯେତିକି ବି ଆମର ଡାଲି ଜାତୀୟ ଜିନିଷ ଥିଲା, ଅଧଘଣ୍ଟାରୁ 40 ମିନିଟ୍ ତାକୁ ଆଗ ସିଝେଇଥିଲି। ତାପରେ ପରିବା ପକେଇଥିଲି। ତାପରେ ଏଇଠି ଦେଖନ୍ତୁ କିଛି କନ୍ଦମୂଳ, ଛୋଟ ସାରୁ, ବାଇଗଣ ଆଉ ଭଣ୍ଡା କିଛି ନେଇଥିଲି। ତାକୁ ବି ଛୋଟ ଛୋଟ କରି କାଟି ନେଇଥିଲି। ଏଥିରେ ଆପଣ ଯାହା ପରିବା ପାରିବେ ପକେଇ ପାରିବେ। ଘୁଡ଼ଘୁଡ଼ା ତରକାରୀ ତ ବହୁତ ହି ବଢ଼ିଆ ଲାଗେ। ସୂର୍ଯ୍ୟଙ୍କୁ ଆମେ ଅର୍ପଣ କରିଥାଉ, ପୂଜା କରିଥାଉ। ସୂର୍ଯ୍ୟ ଭଗବାନଙ୍କର ସେଥିରେ ଆଶୀର୍ବାଦ ଥାଏ। କିଛି ନ ପଡ଼ିଲେ ବି ସେଥିରେ ଗୋଟେ ଅଲଗା ପ୍ରକାର ଟେଷ୍ଟ ଥାଏ। ବହୁତ ହି ବଢ଼ିଆ ଟେଷ୍ଟ ଲାଗିଥାଏ। ଏଇଠି ଦେଖନ୍ତୁ ମୁଁ ଏଇଠି ପକେଇଦେଲି। ପାଣି ଆପଣ ଦେଖିକିରି ପକେଇବେ ଆପଣଙ୍କର କନସିଷ୍ଟେନ୍ସି ହିସାବରେ। ତାପରେ ମୁଁ ଏଠି ଫୁଲକୋବି କିଛି କାଟିକିରି ପକେଇଲି। ଫୁଲକୋବିକୁ ଆମେ ଏଠି ଛୋଟ ଛୋଟ କରିକିରି କାଟି ରଖିଥିଲେ ସେଇଟା ପକେଇ ନେଇଛି। ତାପରେ ଏଇଠି ଭଲସେ ପରିବା ସିଝିଗଲା ପରେ ମୁଁ କିଛି ଶିମ୍ବ ଆଉ କିଛି କୋଶଳା ଶାଗକୁ ପକେଇ ନେଇଛି। ପରିବା ପାଖାପାଖି 20 ମିନିଟ୍ ସିଝିଲା ପରେ ହିଁ ମୁଁ ଶିମ୍ବ ଆଉ ଶାଗକୁ ପକେଇଛି। କାହିଁକିନା ଜାଣିଥିବେ ଶିମ୍ବ ଆଉ ଶାଗକୁ ସିଝିବା ପାଇଁ ବେଶୀ ସମୟ ଲାଗେନି, ବହୁତ କମ୍ ସମୟରେ ସିଝିଯାଏ। ଏଇଠି ପକେଇଲା ପରେ ଏଗେନ୍ 15ରୁ 20 ମିନିଟ୍ ଆମେ ଏଠି ସିଝିବା ପାଇଁ ପରିବା ଗୁଡ଼ିକୁ ଛାଡ଼ିଦେବା। ଏଇଠି ଡେକ୍ଚିରେ ମୁଁ ସିଝଉଛି, ପ୍ରେସର କୁକରରେ ଜମା କରିବେନି, ଟେଷ୍ଟ ଜମା ଲାଗିବନି। ଏଇଠି ଦେଖନ୍ତୁ ଆମେ ଏଗେନ୍ ସିଝିବା ପାଇଁ ପରିବା ଛାଡ଼ିଦେବା। ଏମିତି କିଛି କିଛି ନୂଆ ଆଇଟମ୍ ଦେଖିବା ପାଇଁ ମୋ ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ। ଭଲ ଲାଗିଲେ ଲାଇକ୍ ଗୋଟେ କରିଦିଅନ୍ତୁ। ଏଇଠି ଦେଖନ୍ତୁ ମୁଁ ଫୁଟଣ ଦେଇଦେଲି। ଫୁଟଣରେ ଜିରା, କୋରା ହେଇଥିବା ଅଦା, ତେଜପତ୍ର, 4 ଗୋଟି ଶୁଖିଲା ଲଙ୍କା ପକେଇ ନେଇଛି। ପଛରେ ହିଁ ଫୁଟଣ ଦେଲେ ତା ଟେଷ୍ଟ ଭଲ ଲାଗିଥାଏ। ଏଇଠି ମୁଁ କିଛି କୋରା ନଡ଼ିଆ ପକେଇ ନେଇଛି 1/2 କପ୍। ତାପରେ କିଛି ଧନିଆ ପତ୍ର ପକେଇ ନେଇଛି। ଧନିଆ ପତ୍ର ତରକାରୀର ଟେଷ୍ଟକୁ ବହୁତ ବଢ଼ିଆ କରିଥାଏ। ଏଇଠି ଦେଖନ୍ତୁ ଆମର ଘୁଡ଼ଘୁଡ଼ା ତରକାରୀ ରେଡ଼ି ହେଇଗଲା ସୂର୍ଯ୍ୟଙ୍କୁ ଅର୍ପଣ କରିବା ପାଇଁ। ଆଶା କରୁଛି ଆପଣମାନଙ୍କୁ ଆଜିର ବ୍ଲଗ୍ଟି ଭଲ ଲାଗିଥିବ। ଭଲ ଲାଗିଲେ ଗୋଟେ ଲାଇକ୍ ସେୟାର କରିନେବେ। ଆଉ ସମସ୍ତଙ୍କୁ ପୁଣି ଥରେ ଆଜିର ସମ୍ବର ଦଶମୀର ଅନେକ ଅନେକ ଅଭିନନ୍ଦନ। ରହିଲି ସାଙ୍ଗମାନେ, ଟେକ୍ କେୟାର, ବାଏ।